ଝାରସୁଗୁଡ଼ା ଜିଲ୍ଲା କିରମିରା ବ୍ଲକ ଗୌଡ଼ ପାନପାଲି ପଞ୍ଚାୟତର କାଦୋଭାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଇତିମଧ୍ୟରେ ପାଳିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁ ମୁଖ୍ୟ ଅତିଥି, ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଦୀପ ତୋଷା ମୁଖ୍ୟ ବକ୍ତା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତେଜରାଜ ସାହୁ, ସରପଞ୍ଚ ରାଧାରାଣୀ ସାହା, ଏବିଇଓ ଘନଶ୍ୟାମ ଚାନ୍ଦ, ସ୍କୁଲ ପରିଚାଳନା ସଭାପତି ଗିରିଧାରୀ ଭଇଁସା, ସମାଜସେବୀ ଜଗନ୍ନାଥ ଜେନା, ଚିତ୍ରଞ୍ଜୟ ସାହା, ମିନତୀ କଂସରାଲି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ପ୍ରଧାନ ଶିକ୍ଷକ ବିଶ୍ୱେଶ୍ୱର ଜୟପୁରିଆ ବାର୍ଷିକ ବିବରଣୀ ପଠନ କରୁଥିବା ବେଳେ ସହ ଶିକ୍ଷକ ସଞ୍ଜୟ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ସ୍କୁଲର ଅବସର ଅନ୍ୟତ୍ର ବଦଳି ଶିକ୍ଷକ ଓ ସମାଜସେବୀମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ପରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ବିଘ୍ନହର୍ତ୍ତା ଗଣପତିଙ୍କ ପାଇଁ ଆଉ ଜଣେ ଅତିଥି ଜଣେ प्रदीप सराफ आम विद्यालय प्रदीप पाठक आने श्रीमान वार्षिक उत्सव अनुष्ठित एठारे उपस्थित समस्त चित्तरंजन शाह टीचर चांद बाबू आ टोटल जैसे रिटायर्ड टीचर जो ए स्कूल नुआ वर्ष समस्त को 2000 घर थिला जेन दुईटा रो तीनटा कमरा घर में बहुत संघर्ष करी लगी थिला जे हाई स्कूल लगी गुरु साज्ञा सामाजिक किरमिरा विघ्नहर्त्ता गणपतिଙ୍କ ପାଇଁ ଆଉ ଜଣେ ଅତିଥି ଜଣେ प्रदीप सराफ आम विद्यालय प्रदीप पाठक आने श्रीमान वार्षिक उत्सव अनुष्ठित एठारे उपस्थित समस्त चित्तरंजन शाह टीचर चांद बाबू आ टोटल जैसे रिटायर्ड टीचर जो ए स्कूल नुआ वर्ष समस्त को 2000 घर थिला जेन दुईटा रो तीनटा कमरा घर में बहुत संघर्ष करी लगी थिला जे हाई स्कूल लगी गुरु साज्ञा